ପାଣି ତାର ଅନ୍ତରଙ୍ଗ ବନ୍ଧୁ କ୍ଷୀର ପାଖରେ ଆସି ପହଞ୍ଚିଲା। କ୍ଷୀର ପାଣିକୁ ଦେଖି ବହୁତ ଖୁସି ହେଇଗଲା ଏବଂ ବନ୍ଧୁତ୍ୱର ବନ୍ଧନରେ ଖୁବ୍ ଜୋରରେ ପାଣିକୁ ଚାପୁଡ଼ି ଧରିଲା। ଏ ସମୟରେ ଏକ ଆଚମ୍ବିତ ଘଟଣା ଘଟିବାକୁ ଲାଗିଲା। ପାଣି ଦେଖିଲା ସେ ଆଉ ପାଣି ହେଇ ନାହିଁ, ସେ କ୍ଷୀରରେ ପରିବର୍ତ୍ତିତ ହୋଇଯାଇଛି। ସାଙ୍ଗେ ସାଙ୍ଗେ ପାଣି କହିବାକୁ ଲାଗିଲା, ବନ୍ଧୁ ତମେ ମୋତେ ଏତେ ଭଲ ପାଇଲ ଯେ ମୋତେ ତୁମ ପରି ମୂଲ୍ୟବାନ ବନେଇଦେଲ। କ୍ଷୀର କହିଲା, ଯେତେବେଳେ ତୁମେ ଏ ବନ୍ଧୁତା ରକ୍ଷା କରିବା ପାଇଁ ତୁମର ଅସ୍ତିତ୍ୱ ହରାଇବାକୁ, ତୁମର ରଙ୍ଗ ହରାଇବାକୁ ପ୍ରସ୍ତୁତ ହେଲ, ତୁମର ସବୁକିଛି ହରାଇବାକୁ ପ୍ରସ୍ତୁତ ହେଲ, ବନ୍ଧୁ ହିସାବରେ ତମର ମୂଲ୍ୟ ବଢ଼ାଇ ମୁଁ ଅଧିକ କ'ଣ ବା କରିଛି? ପାଣି କହିଲା, ବନ୍ଧୁ ତୁମର ଏ ସାହାଯ୍ୟ, ତୁମର ଏ ସହାନୁଭୂତି ମୋର ମନେ ରହିଲା। ଯେତେବେଳେ ତୁମ ଜୀବନରେ ବିପରୀତ ପରିସ୍ଥିତି ଆସିବ, ଯେତେବେଳେ ତୁମକୁ ଉତ୍ତପ୍ତ କରାଯିବ, ମୁଁ ତୁମକୁ ନଷ୍ଟ ହେବାକୁ ଦେବି ନାହିଁ। ତୁମେ ନଷ୍ଟ ହେବା ପୂର୍ବରୁ ମୁଁ ନିଜକୁ ବାଷ୍ପରେ ପରିଣତ କରି ନଷ୍ଟ କରିଦେବି ଏବଂ ବାଷ୍ପ ହୋଇ ଉଡ଼ିଯିବି। କ୍ଷୀର କହିଲା, ବନ୍ଧୁ ତୁମେ ଯଦି ଏମିତି କରିବ, ତୁମେ କ'ଣ ଭାବୁଛ ତୁମର ଏ ବନ୍ଧୁ ଚୁପ୍ ବସିବ? ଯେଉଁ ଶତ୍ରୁ ତୁମକୁ ମୋ ପାଖରୁ ଅଲଗା କରୁଛି, ଯେଉଁ ଶତ୍ରୁ ପାଇଁ ତୁମେ ଆତ୍ମବଳି ଦେବାକୁ କହୁଛ, ମୁଁ ସେ ଶତ୍ରୁକୁ ଛାଡ଼ିବି ନାହିଁ। ମୁଁ ମଧ୍ୟ ମୋର ସୀମା ଉଲ୍ଲଙ୍ଘନ କରି ଉପରକୁ ଉଠିବି ଏବଂ ମୁଁ ଉତରି ଯାଇ ସେ ନିଆଁକୁ ଲିଭାଇ ଦେବି, ଯିଏ ତୁମ ମୋ ମଧ୍ୟରେ ଫାଟ ସୃଷ୍ଟି କରିଛି, ତୁମକୁ ମୋ ପାଖରୁ ଦୂରେଇ ଯାଇଛି। ଇଏ ହେଉଛି ବନ୍ଧୁତାର ନିଦର୍ଶନ। ଜଣେ ଜଣଙ୍କ ପାଇଁ ତ୍ୟାଗ କରିବାକୁ ପ୍ରସ୍ତୁତ, ଆଉ ଜଣେ ତା ବନ୍ଧୁର ତ୍ୟାଗର ଉତ୍ତର ଦେବାକୁ ଯାଇ କୌଣସି ବି ସୀମା ପର୍ଯ୍ୟନ୍ତ ଯାଇପାରୁଛି, ନିଜକୁ ଆତ୍ମବଳି ଦେବାକୁ ମଧ୍ୟ ପଛଉ ନାହିଁ। ଏ ହେଉଛି କ୍ଷୀରନୀର ସମ୍ପର୍କ। ଆପଣ ନିଜେ ଚିନ୍ତା କରନ୍ତୁ, ଆପଣ ଯେଉଁମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି, ଯେଉଁମାନଙ୍କୁ ଭଲ ପାଉଛନ୍ତି, ତାଙ୍କ ସହ ସେମାନଙ୍କ ଠାରୁ କ'ଣ ଏହିପରି ସମ୍ପର୍କ ଆପଣ ପାଉଛନ୍ତି? ଯଦି ପାଉଛନ୍ତି ତାହେଲେ ବେଶ ଭଲ କଥା। ଯଦି ନ ପାଉଛନ୍ତି, ଚେଷ୍ଟା କରନ୍ତୁ ବନ୍ଧୁତ୍ୱର ବନ୍ଧନରେ ବାନ୍ଧି ହୋଇ ରହିବାକୁ। ନମସ୍କାର।